ମୁଁ ରଞ୍ଜନ ରାଉତ ଏହି ସ୍ଥାନୀୟ ବାସିନ୍ଦା ଏବଂ କୋଇଡ଼ା ମାଇନ୍ସ ମଜଦୁର ସଂଘର ସଭାପତି। ଆମର ଯାହା ଆନ୍ଦୋଳନ ଆଜି ଆମେ କରୁଛୁ, ଆମେ ସହବନ୍ଧିତ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଏବଂ ଆଜିର ଯାହା ଆମର ଆନ୍ଦୋଳନ ଅଛି, ଆମେ ଦୀର୍ଘ ଦିନ ଧରି ଦୀର୍ଘ ମାସ ଧରି ଜିଭିପିଆର୍ ମ୍ୟାନେଜମେଣ୍ଟକୁ ନାନା ପ୍ରକାର ଆମର ଯାହା ସମସ୍ୟା ରହିଛି, ବିଶୁଦ୍ଧ ପାନୀୟ ଜଳର ହେଉ, ସ୍ଥାନୀୟ ନିଯୁକ୍ତି ହେଉ ଏବଂ ଯେଉଁମାନେ ଯାହା ସ୍କିଲ୍ଡ ୱାର୍କର୍ସ ଅଛନ୍ତି ତାଙ୍କର ନିଯୁକ୍ତି ହେଉ, ଯେଉଁ ଲୋକମାନଙ୍କର ଯାହା ବି କାପାସିଟି ଅଛି ସେଇ ହିସାବରେ ତାଙ୍କର କାମ ହେଉ ଏବଂ ସ୍ୱାସ୍ଥ୍ୟ ସେବା ହେଉ, ଛୋଟ ଛୋଟ ଛୁଆମାନଙ୍କ ପାଇଁ ଗୋଟିଏ ସ୍କୁଲ ବସ୍ ଏବଂ ଆମ୍ବୁଲାନ୍ସ ସେବା ପ୍ରତି ୱିକ୍ କିମ୍ବା ପ୍ରତ୍ୟେକ ମାସରେ ସମସ୍ତ ଗ୍ରାମରେ ଗୋଟେ ହେଲ୍ଥ କେୟାର କ୍ୟାମ୍ପ ଏବଂ ମାଗଣା ମେଡ଼ିସିନ ଏହିସବୁ ଜିନିଷକୁ ଦାବି ନେଇକି ଆମେ ଦୀର୍ଘ ଦିନ ହେଲା ତାଙ୍କ କର୍ତ୍ତୃପକ୍ଷକୁ ବିଭିନ୍ନ ସମୟରେ ରଖିଛୁ କଥାବାର୍ତ୍ତା ଏବଂ ଆମେ ପ୍ରଶାସନକୁ ମଧ୍ୟ ଏ ବିଷୟରେ ଅବଗତ କରାଇଛୁ। ଏଥିନେଇ ଆମେ ଆଜିଠୁ 10 ଦିନ ପୂର୍ବରୁ ଲିଖିତ ଆକାରରେ ମଧ୍ୟ ସମସ୍ତ ଆନୁଷ୍ଠାନିକ ଗଭର୍ଣ୍ଣମେଣ୍ଟ ଆନୁଷ୍ଠାନିକ ଅଧିକାରୀ ଏବଂ ପ୍ରଶାସନକୁ ସବୁ ଜିନିଷ ଆମେ ଲେଟର ଇସ୍ୟୁ କରିଥିଲୁ କି ଆମର ଏଇସବୁ ଦାବି ଅଛି। ଆମେ ଆନ୍ଦୋଳନ କରିବା ପାଇଁ କେବେ ବି ରେଡ଼ି ନଥିଲୁ। ଆମେ ଚାହୁଁଥିଲୁ କଥାବାର୍ତ୍ତାରେ ସମସ୍ତ ସମାଧାନ ହେଉ, କିନ୍ତୁ କର୍ତ୍ତୃପକ୍ଷ ଆମ ପାଖକୁ ନା ଆସୁଛନ୍ତି ନା କଥାବାର୍ତ୍ତା ହେଉଛନ୍ତି ଏବଂ ଏହି ଆନ୍ଦୋଳନ ଦୀର୍ଘ ସମୟ ପାଇଁ ଜାରି ରହିବ ଯେବେ ଯାଏ ଜିଭିପିଆର୍ କର୍ତ୍ତୃପକ୍ଷ ଆମର 11ଟା ଦାବି ପରିପୂର୍ଣ୍ଣ କରିବେ ନାହିଁ ଏବଂ ଆମେ ମଧ୍ୟ ପ୍ରଶାସନର ସହଯୋଗ ମାଗିଛୁ, ତାଙ୍କର କୋଅପରେସନ୍ ଅଛି ଏବଂ ଆମେ ଆଶା କରୁଛୁ ଆମର ଦାବି ଅତି ଶୀଘ୍ର ପୂରଣ ହେବ, ନହେଲେ ଆମେ ଦୀର୍ଘ ସମୟ ଯାଏ ଏଇଭଳି ଆନ୍ଦୋଳନ ଜାରି ରଖିବୁ। ପରିଚୟ ଦେଲେ ଆପଣଙ୍କର? ମୋ ନାଁ ଶୈଳେନ୍ଦ୍ର ନାୟକ, କୋଇଡ଼ା ବସ୍ତି ବାସିନ୍ଦା। ଆମେ ଯେଉଁ ରଞ୍ଜନ ଭାଇ ଏବେ ଯେଉଁ କହିଲେ ସବୁ ଇଏ CSR ଯେତିକି ଯାହା ଆମେ ଡିମାଣ୍ଡ ମାଙ୍ଗ କରିଛୁ, ଯଦି ସେ ସବୁ ନ ଦେଲା ତାହେଲେ ଆମେ ଅନିର୍ଦ୍ଦିଷ୍ଟ କାଳ ଲାଗି ଆମେ ବସିଥିବୁ। ଦାବି ଅଛି ଆମ ପାଇଁ ସ୍କୁଲ ବସ୍, ପାନୀୟ ଆରୋ ୱାଟର, ଆଉ ହେଲା ହେଲ୍ଥ କ୍ୟାମ୍ପ, ଆଉ ଗୋଟେ ହେଲା ଆମର ଏସବୁ ଦାବି ନେଇକି ଆମେ ଇଏ ଧାରଣାରେ ବସିଛୁ। ସେ ସବୁ ଦାବି ନ ପୂରଣ ହେବା ତକ ଆମେ ସେ ଇଏ ଧାରଣାରେ ବସିଛୁ।